ଏକେଲା ଭାସୁଛି ଆହୁଲା। ପାଖରେ ଡଙ୍ଗା ନାହିଁ କି କେହି ଲୋକ ବି ନାହାନ୍ତି। ଯେମିତି ନିସ୍ତବ୍ଧ ପାଲଟି ଯାଇଛି ସାରା ପରିବେଶ। କେମିତି ବା ନିସ୍ତବ୍ଧ ନ ଲାଗିବ? ଘଟି ଯାଇଛି ବଡ଼ ଅଘଟଣ, ଯାହାକୁ କିଏ କେବେ କଳ୍ପନାରେ ସୁଦ୍ଧା ଭାବିନଥିବେ। କିଏ ଜାଣିଥିଲା ଜୀବନ ଏମିତି ଧୋକା ଦେବ ବୋଲି? ଆଖିର ଲୁହ ବୋଲ ମାନୁନି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସାରା ପରିବେଶ। ରୁଣ୍ଡ ହୋଇଛନ୍ତି ଗାଁଟା ଯାକର ଲୋକ। ବିକଳ ରଡ଼ିରେ ଛାତି ଯେମିତି ଫାଟି ପଡ଼ୁଛି। କିଏ କାହାକୁ ବୁଝାଇବା ସ୍ଥିତିରେ ହିଁ ନାହାନ୍ତି। ଏତେ ବଡ଼ ଦୁଃଖ ଦଇବ ଦେଲା, କେମିତି ବା କିଏ ଧୈର୍ଯ୍ୟ ଧରି ରହିପାରିବ? କିଛି ସମୟ ପୂର୍ବରୁ ସବୁ ଠିକ୍ ଥିଲା, ହେଲେ ନିମିଷକ ଭିତରେ ଘଟିଗଲା ଦୁଃଖଦ ଘଟଣା। ଘରେ ଦୁଇଟି କଅଁଳ ଛୁଆ। ଝିଅଟିକୁ 3 ବର୍ଷ ଆଉ ପୁଅଟି ମାତ୍ର 1.5 ବର୍ଷର। ଜୀବନ କ'ଣ ଜାଣିବା ପୂର୍ବରୁ ବାପା ମା ଛେଉଣ୍ଡ ହୋଇଗଲେ ପିଲା ଦୁଇଟି। ତା ସାଙ୍ଗକୁ ଘରେ ବୁଢ଼ୀ ମାଟି, ସେ ପୁଣି ଭିନ୍ନକ୍ଷମ। ସତରେ ଭଗବାନ କ'ଣ ଏତେ ନିଷ୍ଠୁର? ଏ ଘଟଣା ହେଉଛି ଗତକାଲିର। ଗତକାଲିଠାରୁ ନିଖୋଜ ଥିଲେ ଦମ୍ପତି। ଜଣଙ୍କର ମୃତଦେହ ଠାବ ହୋଇଥିଲା, ଆଉ ଜଣଙ୍କୁ ଖୋଜୁଥିଲା ଓଡ୍ରାଫ୍ ଟିମ୍। ତେବେ ଜଲାପୁର ଜଳଭଣ୍ଡାରରେ ଗତକାଲିଠାରୁ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ନନ୍ଦପୁର ବ୍ଲକ ଜବାଗଡ଼ ଗାଁର ଦମ୍ପତି କୃଷ୍ଣ ପାଡ଼ିକି ଓ ପ୍ରତିମା ପାଡ଼ିକି ଉଭୟଙ୍କର ଏବେ ମିଳିସାରିଛି ମୃତ ଶରୀର। ଦୀର୍ଘ 18 ଘଣ୍ଟା ପରେ ଜଲାପୁର ଜଳଭଣ୍ଡାରରୁ ଦମ୍ପତିଙ୍କର ମୃତଦେହ ଉଦ୍ଧାର କରିଥିଲା କୋରାପୁଟ ଓଡ୍ରାଫ୍ ଟିମ୍। ସୂଚନା ଅନୁସାରେ ଗତକାଲି ହଠାତ୍ ମେଘୁଆ ପାଗ ଏବଂ ଝିପଝିପ୍ ବର୍ଷା ଆସିବା ଦେଖି ଜଲାପୁର ଜଳଭଣ୍ଡାର ପାର ହୋଇ ସୁଆଁ ଅମଳ ପାଇଁ ଯାଇଥିଲେ ଦମ୍ପତି। ଗ୍ରାମର କିଛି ଲୋକ ମଧ୍ୟ ନଦୀ ପାର ହୋଇ ସୁଆଁ ଅମଳ ପାଇଁ ଯାଇଥିଲେ। କିଛି ଲୋକ ଅପରାହ୍ନ 2ଟା ପୂର୍ବରୁ ଘରକୁ ଫେରି ଆସିଥିଲେ। କୃଷ୍ଣ ଏବଂ ତାଙ୍କର ପତ୍ନୀ ଚାଷ ଜମିରୁ ସୁଆଁ ଅମଳ କରି ଏକ ଦେଶୀ ଡଙ୍ଗାରେ ପ୍ରାୟ 6 ବସ୍ତା ସୁଆଁ ଧରି ଘରକୁ ଫେରୁଥିବା ସମୟରେ ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା। କିଏ ଜାଣିଥିଲା ଏମିତି ଅଘଟଣ ଘଟିଯିବ ବୋଲି? ଡଙ୍ଗାଟି ବୁଡ଼ିଯିବାରୁ ଉଭୟ ସ୍ୱାମୀ ସ୍ତ୍ରୀ ଗଭୀର ଜଳଭଣ୍ଡାର ଭିତରେ ବୁଡ଼ି ଯାଇଥିଲେ। ବଞ୍ଚିବା ପାଇଁ ବହୁତ ସଂଘର୍ଷ କରିଥିଲେ, ହେଲେ ଶେଷରେ ହାରିଗଲେ। ଗଭୀର ଜଳରାଶି ଭିତରେ କୁଆଡ଼େ ହଜିଗଲେ ଯେ କେହି ଖୋଜ ଖବର ଟିକେ ପାଇଲେନି। ନଦୀ କୂଳରେ ଚପଲ ଓ କାତ ଭାସୁଥିବାର ଦେଖି ଗାଁ ଲୋକେ ସନ୍ଦେହ କରି ଖୋଜାଖୋଜି ଆରମ୍ଭ କରିଥିଲେ। ଶେଷରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ସଙ୍ଗେ ସଙ୍ଗେ ଆସି ପହଞ୍ଚିଥିଲେ। ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ବି ଗତକାଲି କୌଣସି ପତ୍ତା ମିଳିନଥିଲା। ଶେଷରେ ସନ୍ଧ୍ୟା ହୋଇଯିବାରୁ ସର୍ଚ୍ଚ ଅପରେସନ ବନ୍ଦ ରଖିଥିଲା ଓଡ୍ରାଫ୍ ଟିମ୍। ତେବେ ଆଜି ପୁଣି ସକାଳୁ ଖୋଜାଖୋଜି ଆରମ୍ଭ କରିଥିଲା। ପ୍ରାୟ 18 ଘଣ୍ଟା ପରେ ପ୍ରଥମେ କୃଷ୍ଣ ପାଡ଼ିକିଙ୍କର ମୃତଦେହ ମିଳିଥିବା ବେଳେ କିଛି ସମୟ ପରେ ପ୍ରତିମା ପାଡ଼ିକିଙ୍କର ପତ୍ତା ମିଳିଥିଲା। ଗତକାଲି ରାତିରେ ସାଢ଼େ 6ଟା ବଜା 6:30 ବେଳେ ଆମ ଫୋନ୍ ଆସିଲା। ଫୋନ୍ ଆସିବାରୁ ସରପଞ୍ଚ ଫୋନ୍ କଲେ, ଆଉ ସରପଞ୍ଚ ଆଉ କହିଲେ ଏବେ ତ ରାତି ହେଇଗଲା, ଆଉ ଆପଣ ସକାଳେ ଆସନ୍ତାକି ଅପରେସନ୍ କରିବାକୁ। ଆମେ ସକାଳେ 7:30 ଏମିତି ପହଞ୍ଚିଗଲୁ। ଆମେ ଏଠି ପୁରା ଆମ ଟିମ୍ ଧରି, ଫାୟାରର ପୁରା ଟିମ୍ ଧରି ଆସିଲୁ। ବହୁତ ଖୋଜା କଲା ଫାଷ୍ଟ ଡଙ୍ଗାଟା ବାହାର କଲୁ। ତା ଭିତରେ ଚୁଆ ଥିଲା, ବସ୍ତା ସବୁ ତଳ ପଡ଼ିଯାଇଥିଲା। ତା ଉପରେ ଡଙ୍ଗାଟା ପଡ଼ିଯାଇଥିଲା। ଫାଷ୍ଟ ଡଙ୍ଗା କାଢ଼ିଲୁ, ତାପରେ ଚୁଆ 3 ବସ୍ତା କାଢ଼ିଲୁ। ତାପରେ ଜେଣ୍ଟସ୍ ବାହାରିଲା, ଫାଷ୍ଟ କାଢ଼ିଲୁ। ତାପରେ କିଛି ଟାଇମ୍ ପରେ ତାପରେ ଲେଡ଼ିସ୍ଟା ବାହାରିଲା। ବହୁତ କଷ୍ଟ ଆଜ୍ଞା, ବହୁତ ପାଣି ତ ପୁରା ଆଜ୍ଞା ଏତେ ଥିଲା ଆଜ୍ଞା, କହିବାକୁ ପାଣି ଲହର ପବନ ବି ବାଜୁଛୁ ସାର୍। ବହୁତ କଷ୍ଟରେ 2ଟା ଲାଶ ବାହାର କଲୁ ସାର୍। ଆଉ ଗତକାଲି ସନ୍ଧ୍ୟାରେ ମୁଁ ଖବର ପାଇଥିଲି ଯେ ଆମର ଜବାଗଡ଼ ଗ୍ରାମର ସ୍ୱାମୀ ସ୍ତ୍ରୀ ସୁଆଁ ଅମଳ କରିକି ଡଙ୍ଗାରେ ଘରକୁ ନେଇ ଆସୁଥିଲେ। ଆଣିବା ସମୟରେ ପାଣି ଭିତରେ 2 ଜଣ ଯାକ ଡଙ୍ଗା ଉଲ୍ଟିକି ବୁଡ଼ି ମରିଛନ୍ତି ବୋଲି।
ତାକୁ ଆଧାର କରିକି ଆମେ ଭୋର ସକାଳ ସକାଳ ଆମେ ଉପରସ୍ଥ ଅଫିସରଙ୍କୁ ଜଣେଇ ଆମେ ତାର ଅପରେସନ୍ ଜାରି ରଖିଥିଲୁ। ଆଉ କିଛି ସମୟ ପୂର୍ବରୁ ଆମର 10-15 ମିନିଟ୍ ପୂର୍ବରୁ ଗୋଟେ ଡେଡ୍ ବଡି ଅଲରେଡ଼ି ଡିଟେକ୍ଟେଡ୍ ହେଇଗଲା ତା ହଜବେଣ୍ଡଟେ ଆଉ ତା ମିସେସ୍ ଏପର୍ଯ୍ୟନ୍ତ ପାଇନୁ। ଆମେ ବର୍ତ୍ତମାନ ଅପରେସନ୍ ଜାରି ରଖିଛୁ। ଆଜ୍ଞା ଚାଷ କରିଥିଲେ ଆଜ୍ଞା ସେ ଜଙ୍ଗଲ ସେପଟେ ଆଉ ପ୍ରତିବର୍ଷ ସେମିତି କରି ଯାଇକରି ଆସୁଥିଲେ ଆହୁରି ଖାଲି ମଣ୍ଡାମଣ୍ଡି କରିକିନା ଗୋଟେ 9 ବସ୍ତା ପୁରା ଇଏ ଶୁଆ ଲୋଡ଼ କରିକିରି ଡଙ୍ଗାରେ ଆସୁଥିଲେ। ପାଣି ବର୍ଷା ହଠାତ୍ ହେଇଗଲା ବା ଘଣ୍ଟେ ଅଧେ ହେବ ଆଜ୍ଞା। ସେତିକି ଟାଇମ୍ରେ ମୁଇଁ ଗୋଟେ 1.5 କିଲୋମିଟର ଆଗରୁ ଡଙ୍ଗା ସେ ମାନେ ଗାଡ଼ ସେପଟେ ମୁଇଁ ଥିଲି ଆଜ୍ଞା ଗାଈ ଧରିକିନା ଡଙ୍ଗା ଆସୁଥିଲା। ଡଙ୍ଗା ଆସିଲା ପରେ ଦେଖିଲି ତାପରେ ବେଶୀ ପାଣି ପବନ ହେଲା ବେଳ ଦେଖିପାରିଲି ନାହିଁ ଡଙ୍ଗା କେଉଁଠି ଗଲା ଆଉ କିଛି କହିପାରିଲି ନାହିଁ। ସେଠି ଆସିଲା ବେଳେ ଦେଖିଲି ତାପରେ ଆଜ୍ଞା ଡଙ୍ଗା ବୁଡ଼ିଗଲା ପୁରା ସେ ଡଙ୍ଗା ବୁଡ଼ିଗଲା ତ ଆଜ୍ଞା ସେତିକି ବେଳେ ଗାଁ ଲୋକ ହେଇକରି ଖୋଜାଖୋଜି ଚାଲିଲା ଆଜ୍ଞା। ଖୋଜାଖୋଜି ଚାଲିଲା ବେଲେ ଆଜି ଏବେ ସେ ଡଙ୍ଗା ଟିମ୍ ବାଲା ଆସିଲେ ଆଜ୍ଞା ଆଉ ପୋଲିସ ମାନେ ଆସିଛନ୍ତି ଗାଁ ବାଲା ସମସ୍ତେ ଆସୁଛୁ ଆଜ୍ଞା। ସେଠି ପାଇଲୁ ଏବେ ଖୋଜାଖୋଜି କଲାରୁ ଡଙ୍ଗା ପାଇଲୁ ଆଉ ଗୋଟେ 3 ବସ୍ତା ଶୁଆ ପାଇଲୁ। ଜଣେ ଗୋଟେ ମଡ଼ା ବାହାରିଲା ପୁଅ ପିଲା ଆଉ ଝିଅ ଏ ପର୍ଯ୍ୟନ୍ତ ବାହାରି ନାହିଁ। ଏପଟେ କଅଁଳ ଶିଶୁ ଦୁଇଟି ବାପା ମାଙ୍କୁ ଖୋଜି ବାହୁନି ବାହୁନି କାନ୍ଦୁଛନ୍ତି। ସେପଟେ ବୁଢ଼ୀ ମାର ଅବସ୍ଥା ନ କହିବା ଭଲ। କିଏ ହେବ ଏମାନଙ୍କୁ ସାହା? ଏପଟେ ମାଛକୁଣ୍ଡ ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ପରେ ଗ୍ରାମବାସୀଙ୍କୁ ଶରୀର ହସ୍ତାନ୍ତର କରିଥିଲା। ଏହାପରେ ଗାଁ ଶ୍ମଶାନରେ ଦମ୍ପତିଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାକୁ ନେଇ ସମଗ୍ର ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ଏହି ଅସହାୟ ପରିବାରକୁ ଏବେ ସରକାର ହିଁ ସାହା ଭରସା। ଲମତାପୁଟରୁ କପିଳେନ୍ଦ୍ର ଦେବ ସାମନ୍ତରାୟଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।